नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं। क्षीणायुषः क्षीणसत्त्वान् दुर्मेधान् वीक्ष्य कालतः वेदान् ब्रह्मरसयोः व्यस्यन् हृदि स्थाच्युतचोदिताः अस्मिन् अप्यन्तरे ब्रह्मन् भगवान् लोकभावनः ब्रह्मसाद्यैर्लोकपालैर्जाचित धर्मगुप्तये पराशरात् सत्यवत्यां अंशांश कलया विभू अवतीर्णो महाभाग वेदं चक्रे चतुर्विधम्। पुराणाचार्य श्रील श्रीपाद सुतदेव गोस्वामी सौनकारण्य सहस्र वर्ष व्यापी अनुष्ठित यज्ञशाला श्रीमद् भागवत कथा कहले। ए कर्ण मन महोत्सव भागवत कथा तदेव रम्यं प्रमोदं नवं नवं तदेव शाश्वत मनसो महोत्सवम। श्रीमद् भागवतंकर लक्षण व्यासदेव कहउछन्ति तदेव रम्यम अत्यंत रमणीय रम्य क्रीड़ा श्रीमद् भागवत कथा शुणिमा एक प्रकार आत्मार क्रीड़ा तुल्य। जमती खेल खेलिले खेलिवा समयटी आमर आनंद रे बीती जाए एवं अंतःकरण रे विपुल तृप्ति उल्लास जात है तद्रूप श्रीमद् भागवत कथा श्रवण रम्य रमणीय रम इति क्रीडायाम क्रीड़ा तुल्य आत्मार क्रीड़ा तदेव शाश्वत मनसो महोत्सव मनरे विपुल आनंद प्रदान करे भागवत कथा। जहाँ कपिल कहिथिले भवति हृतकर्ण रसायना कथा विशेषकर श्रीमद् भागवतर वर्णित भागवत लीला कथा कर्ण मन महोत्सव मन आउ कान जेपरि तर्क दर्शन व्याकरण निरुक्त वेदांत उपनिषद परम क्लिष्ट गभीर तीक्ष्ण मेधा खटई अत्यंत विचार पूर्वक बुझा है ग्रहण करने को है टिके अन्यमनस्क हेले बुझी है ना घंटे 2 घंटा श्रवण कला परे आउ मस्तिष्क क्लांत हो पड़े अत्यधिक परिश्रम करने को है मस्तिष्क को ये से भाया कथा नुहे भागवत से भाया क्लिष्ट शास्त्र नुहे। मधुमयी लीला रे भरपूर भगवान जो लीला अंतःकरण भितरे एक तृप्ति और आनंद भरी दिए विशेषकर श्रृंगार त्रिंगा लीला हास्य लीला करुण लीला इत्यादि रसर लीला अंतःकरण भितरे चमत्कारिता रस्य भाव सृष्टि करे। श्रीमद् भागवत कथा बड़ तृप्ति बसी सौनकादि मुनिगण शुणिले शुणी सारा ये
ଯେଉଁ ବୃକ୍ଷର ଫଳ ସେ ବୃକ୍ଷ ବିଷୟରେ ଟିକେ ତାଙ୍କର ଶାଖା ପ୍ରଶାଖା ବିଷୟରେ ଟିକେ ଜାଣିବାକୁ ଇଚ୍ଛା ହେଲା ସନକାଦି ମୁନିମାନଙ୍କର। ଏ ଯେଉଁ ଫଳର ରସ ସେମାନେ ଆସ୍ୱାଦନ କଲେ, ଶ୍ରୀମଦ ଭାଗବତ ରସ ଆସ୍ୱାଦନ କଲେ, ଇଏ ହେଉଛି ସେ ଫଳର ରସ, ଭାଗବତ କଥା ରସ। କାହିଁକିନା ଆମେ ଜାଣୁ ତ ଇଏ ଶ୍ରୀମଦ ଭାଗବତ କୁ ବ୍ୟାସଦେବ କହିଛନ୍ତି ନିଗମ କଳ୍ପତରୁର ଗଳିତଂ ଫଳମ୍, ଗଳିତ ପରିପକ୍ୱ ପାଚିଲା ରସାଳ, ଯାହାର ସବୁଗୁଡାକ ରସମୟ ହେଇଯାଇଛି, ଗଳିତ ସମ୍ପୂର୍ଣ୍ଣ ପାଚି ଯାଇଥିବା ରସାଳ ହେଇଯାଇଥିବା ଫଳଟିଏ। ଏଇ ସୁସ୍ୱାଦୁ ଫଳ, ଏ କି ଫଳ ନା ଏ ନିଗମ ଫଳ। ନିଗମ ବୃକ୍ଷ ବୋଲି ଗୋଟିଏ ବୃକ୍ଷ ଅଛି, ସେଇ ଗଛର ଫଳ ଇଏ ନିଗମ ଫଳ। ନିଗମ କଣ ନା ଯାହା ଭିତରକୁ ଗମନ କରିବା କଷ୍ଟ ହୁଏ, ଯାହା ଭିତରକୁ ଗମନ କରିବାକୁ କଷ୍ଟ ହୁଏ, ଯାହା ଭିତର ରସ ତାତ୍ପର୍ଯ୍ୟ ମର୍ମ ବୁଝିବା କଠିନ ହୁଏ, ତାକୁ ନିଗମ କହନ୍ତି। ଯାହା ଭିତରକୁ ଗମନ କରି ହୁଏ ନା, ଗତାଗତି କରି ହୁଏ ନା, ଯାହା ଭିତରେ ସେ ନିଗମ କିଏ ସେ ନା ବେଦ। ବେଦ ରୂପକ କଳ୍ପତରୁର ଇଏ ଫଳ, ବେଦ ବୃକ୍ଷର ଫଳ। ଏ ଫଳ ବିଷୟରେ ଅଶେଷ ବିଶେଷ ଭାବରେ ଦୀର୍ଘ ସମୟ ଧରି ଜାଣିଲେ। ଫଳ ଆସ୍ୱାଦନ ସରିଲା, ଆମେ ଗୋଟିଏ ନୂଆ ଫଳ ଖାଉଛେ, ବଡ଼ ତୃପ୍ତିକର, ବଡ଼ ସୁସ୍ୱାଦୁ, ଭାରି ଆନନ୍ଦ ଲାଗିଲା, ଖୁସି ଲାଗିଲା। ପେଟୁଟିଏ ଆଗ ଆଖି ବୁଝି ଖାଇଗଲେ, ସେତେବେଳେ କିଛି ମନେ ପଡୁନି। ଯେତେବେଳେ ଉଦର ଶାନ୍ତ, ଫଳର ଚମତ୍କାରିତା, ସ୍ୱାଦୁ, ସୁଗନ୍ଧ ବିଷୟରେ ଆଳାପ ଆଲୋଚନା କରେ, ଏଇଟା କଣ ହଉଛି, ଚାଷ ହଉଛି, ଏଇଟା କେମିତି ଲତା, ନା ଆମ୍ବ ଗଛ ଭଳିଆ ବଡ଼ ବଡ଼ ଗଛ। ପଚାରୁଛି ଆମେ ଏଇଟା କେମିତି ଉତ୍ପନ୍ନ ହଉଛି, କେମିତି କଣ ହଉଛି, ଆଉ କୋଉଠି ଚାଷ କରାହଉଛି, କୋଉ କ୍ଲାଇମେଟରେ ଏଗୁଡାକ ହଏ ଏ ଫଳଟା, ସେ ଜିଜ୍ଞାସା ଜାତ ହେଇଛି। ଅତି ସୁସ୍ୱାଦୁ ମଧୁର ଫଳ, ନୂତନ ଫଳ, ଯାହାକୁ ଆମେ ଚିହ୍ନିନେ ଜାଣିନେ, ଯାହା ବିଷୟରେ କିଛି ଜ୍ଞାନ ନାହିଁ, କିନ୍ତୁ ବଡ଼ ତୃପ୍ତି, ବଡ଼ ସୁସ୍ୱାଦୁ ପାଇଲୁ। ତାକୁ ଭୋଜନ କଲା ପରେ ତାର ଇତିବୃତ୍ତି ସମ୍ବନ୍ଧରେ ଟିକେ ଯେମିତି ଜାଣିବାକୁ ଇଚ୍ଛା ହୁଏ, ସେଇଭଳିଆ ଶୌନକ ପ୍ରଭୃତି ମୁନିଗଣ ଜିଜ୍ଞାସା କରୁଛନ୍ତି ବୃକ୍ଷ ସମ୍ବନ୍ଧରେ। ଫଳ ଭୋଜନ ପରେ, ବୃକ୍ଷ ହେଉଛି ବେଦ ବୃକ୍ଷ। ଏ ବେଦ ନାମକ ବୃକ୍ଷ, ଏଇ ବୃକ୍ଷ ବିଷୟରେ ସେମାନେ ଅଜ୍ଞ ନୁହନ୍ତି, କିଛି କିଛି ଜାଣନ୍ତି, ବୃକ୍ଷ ବିଷୟରେ ଜାଣନ୍ତି। ସେ ଗଛରେ ଏମିତି ଗୋଟେ ଫଳ ପାଚିକିରି ଅଗରେ ଅଛି, ତାର ଅଗ୍ରଭାଗରେ, ଏକଥା ସେମାନଙ୍କୁ ଜଣା ନଥିଲା। ଯାହା ହଉ ଭୋଜନ କଲେ। ଏ ଯୋଉ ବେଦ ବୃକ୍ଷ, ବେଦ ୟାକୁ ସମସ୍ତେ ଅପୌରୁଷେୟ ବୋଲି କହନ୍ତି। ଅପୌରୁଷେୟ, କୌଣସି ପୁରୁଷଙ୍କ ଦ୍ୱାରା ରଚିତ, ଲିଖିତ, ନିର୍ମିତ ନୁହେଁ, ସ୍ୱୟଂ ପ୍ରକାଶ। କାହିଁକି ନା ଯେତେବେଳେ ଏ ବେଦ ରୂପକ ଗ୍ରନ୍ଥ ପ୍ରକାଶ ପାଇଲେ, ସେତେବେଳକୁ ରଚିବା, ଲେଖିବା, ନିର୍ମାଣ କରିବା ଲୋକ କେହି ନଥିଲେ, କାଗଜ କଲମ ଉତ୍ପନ୍ନ ହୋଇନଥିଲା, ରଚନା ପ୍ରଣାଳୀ ନଥିଲା। ଏକମାତ୍ର ଜଣେ ଲୋକ ଥିଲେ ବ୍ରହ୍ମା, ସେ ମଧ୍ୟ ନିଷ୍କ୍ରିୟ ଅବସ୍ଥାରେ ଥିଲେ, କେବଳ ପଦ୍ମ ଉପରେ ବାନ୍ଧି ହୋଇ ବସିଥିଲେ। ଆଉ କୌଣସି ସ୍ଥିତି ନଥିଲା ବିଚରଣ କରିବା ପାଇଁ, ବୁଲିବା ପାଇଁ, ବିଶ୍ୱ ନିର୍ମାଣ ହେଇନଥିଲା। ଏ ଆକାଶ, ଭୂମି ଏସବୁ କିଛି ସୃଷ୍ଟି ହେଇନଥିଲା। ସେତିକି ବେଳେ ସେ କେବଳ ଘୋର ତପସ୍ୟା କରିବାକୁ ବାଧ୍ୟ ହୋଇଥିଲେ। ସେଇ ତପସ୍ୟା କାଳରେ ତାଙ୍କ ଅନ୍ତଃକରଣରେ ଇଏ ଆପେ ପ୍ରକାଶ ପାଇଥିଲା। ବ୍ରହ୍ମା ଜାଣିନଥିଲେ ମୁଁ ବେଦ ଲାଭ କରିବା ପାଇଁ ଏ ତପସ୍ୟା କରୁଛି, ଏ ଜ୍ଞାନ ମଧ୍ୟ ତାଙ୍କର ନଥିଲା। ଏ ଉଦ୍ଦେଶ୍ୟରେ ମଧ୍ୟ ସେ ତପସ୍ୟା କରୁନଥିଲେ। ତେବେ କାହିଁକି ତପସ୍ୟା କରୁଥିଲେ? କାହିଁକି ତପସ୍ୟା କରୁଥିଲେ? କଣ ତ କାରଣ ଥିବ। ଆଉ ତ ଦ୍ୱିତୀୟ କାମ କିଛି ନଥିଲା, କୁଆଡ଼େ ଘୁଞ୍ଚିବାକୁ ସ୍ଥାନ ନଥିଲା। ଗୋଟିଏ ପଦ୍ମ ଉପରେ କେବଳ ବସିଥିଲେ, ଚତୁର୍ଦିଗରେ ପ୍ରଳୟ ବାରି, ଉତ୍ତାଙ୍ଗ ଉତ୍ତୁଙ୍ଗ
तरंगमाला पर्वताकार प्रचंड प्रलयकालीन प्रभंजन ये वायु नुह कि जल नुह प्रलय जल प्रलय वायु से अलग जिनिस कि तत्व विशेष शक्ति विशेष ए प्रकार अवस्था ब्रह्मा बड़ हताश और निराश हो जाते किं कर्तव्य विमूढ़ हो जाते किसी सत्ता पत्ता कुआड़ू पाऊन रास्ता थिला गोटे केवल पद्म नाड़टा पद्म भितर बाहर को पद्म नाड़टा थिला से नाड़ भितर से 100 वर्ष पर्यंत गति गले भितर को गले से नाड़टी समुद्र भितर पशि जाइए से नाଳରେ 100 वर्ष पर्यंत गति गले ब्रह्मांग बयस निज आयुष जावत गति गले किंतु कौन सी सत्ता पत्ता पाइले फेरी आसिले से जड़े लोक हताश और निराश अवस्था जो बसि कौन से कर्तव्य निरूपण कर आकाशर एक ध्वनि तप तप बोली शुणा को मिलला तेणु तपस्या कले से निजे तपस्या विषय किसी जान नथिले किंबा कौन सी प्रयोजन नथिला तपस्या कले इटा पाइबी एमती किसी ज्ञान नथिला अमुक वस्तु पाइबा से तपस्या करथिले ता भी नुहे निर्देश पाइक किसी गोटे अशरीर निर्देश शून्यवाणी तपस्या कले तो सी बसी तपस्या कर दैवात ये ध्वनिटा शुभागला तेणु वेद अपौरुषेय कहीं सृष्टि करना ब्रह्मा तुम लिखिल ना या मोर के ज्ञान थी जो मुझे लिखी आउ ना तपस्या बसती अंतःकरण भितर आपे शुभिला तो किपरि से ओंकार ध्वनि क्रमे वेदर रूप नला वेदर रूप नला जो शास्त्र आम वेद शास्त्र बोली कहूचे ताहा सुंदर भाव वर्णना करी तार गभीराति गभीर तथ्य समूह निर्णय करी सुत शौनकादि मुनि मान को नैमिषारण्य कहले यही प्रकार भाव वेद प्रकाश पाइला ये जो प्रकाशित वेद ये होची धर्माचरण चोदना अर्थात प्रेरणा वेद जीव को धर्माचरण करने प्रेरणा दिए एक कामयांकर आउ ना से प्रेरणा रे प्रेरित से चोदना रे उद्बुद्ध जीव जो धर्माचरण करने को आरंभ करे कौ आचरणटा धर्म कौ आचरणटा अधर्म ताहा वेद निरूपण करे ताहा वेद निरूपण करे एवं वेद सिद्धांत करती जे धर्म प्रकृत धर्म ही ब्रह्म धर्म कहले ईश्वर परमेश्वर भगवान ब्रह्म जहां को आम कहूचे से जो गोटे सत्ता से ही धर्म तांको ना मध्य धर्म साक्षात नारायण ब्रह्म वेद स्वयं नारायण स्वयं भगवान स्वयं परम ब्रह्म पुरुषोत्तम ही धर्म ताहांग निमंते जावतीय आचरण ताहांग अनुकूलात्मक जावतीय आचरण सब गुड़ाक धर्मर अंतर्गत जदि कौन सी आचरण तांकर प्रतिकूल हला ताहा अधर्म आमर कौन सी आचरण जदि ब्रह्म परमात्मा पुरुषोत्तमंकर प्रतिकूल हला यही हूँ प्रकृत धर्म और धर्मर वास्तव विवेचना आम गोटे कार्य कर बसवा से कार्यटी जदि भगवान अनुकूल हला भगवान को सुहेला भगवान को रुचिला से संतुष्ट हेले तारा धर्म क्रिया को धरिक धर्माधर्म निर्माण करा जाए ना दान करवा धर्म चोरी करवा अधर्म एपरी नुहे एपरी नुहे जदिओ मोटामोटी हिसाब से आम ग्रहण करुँ जदि कौन से समय दान करवाटा भगवान को रुचिलानी भगवान को सुहेलानी अनुकूलात्मक हलानी एटा अधर्म से दानटा अधर्म
ଆମେ ଦାନ କଲୁ। ଜଗନ୍ନାଥର ମନ୍ଦିରକୁ ତାଡ଼ିବାକୁ ଥୋଡ଼େ ମ୍ଲେଚ୍ଛ ପହଞ୍ଚିଥିଲେ, ତାଡ଼ି ଭାଙ୍ଗିକି ତାକୁ ନଷ୍ଟ କରିଦେବ ବୋଲି। ଆମେ ତାଙ୍କୁ ଶାବଳ ଦାନ କଲୁ, ତ ଦାନ ତ ଗୋଟେ ପ୍ରଥା ପ୍ରସଙ୍ଗରେ କହୁଛି। ଯଦି କୌଣସି ଦାନ ଈଶ୍ୱରଙ୍କର ସୁଖାବହ ନ ହୁଏ, ଅନୁକୂଳ ଭାବ ବହନ କରେ ନା, ଅନୁକୂଳାତ୍ମକ ନୁହେଁ, ତାହେଲେ ତାହା ଧର୍ମାଚରଣ ନୁହେଁ। ଚୋରି କଲେ ମଧ୍ୟ ତାହା ଯଦି ଈଶ୍ୱରଙ୍କର ଅନୁକୂଳାତ୍ମକ ହେଲା, ପ୍ରିୟ ହେଲା, ତାହା ଧର୍ମ। ମୋଟ ଧର୍ମ ଅଧର୍ମ ୟା ତାର ବାସ୍ତବ ସ୍ୱରୂପ। ତେବେ ଆମେ ସାଧାରଣ ଭାବରେ ଜାଣୁ ଯେ ସତ୍କର୍ମ ଗୁଡ଼ିକ, ଭଲ କର୍ମ ଗୁଡ଼ିକ, ଉତ୍ତମ କର୍ମ ଗୁଡ଼ିକ ଈଶ୍ୱରଙ୍କର ଅନୁକୂଳାତ୍ମକ, ଜୀବପୀଡ଼ନାଦି ମନ୍ଦ କର୍ମ ଗୁଡ଼ିକ ଈଶ୍ୱରଙ୍କର ପ୍ରତିକୂଳ। ତେଣୁ ମୋଟାମୋଟି ଏମିତି କରାହେଇଛି, ନହେଲେ କ୍ରିୟାକୁ ଧରିକିରି ଧର୍ମ ଅଧର୍ମ କୁହାଯାଏ ନା। ଈଶ୍ୱର ପ୍ରୀତି, ଈଶ୍ୱର ତୃପ୍ତି ହେଲା କି ବିଭୁ ସନ୍ତୋଷକରଣ। ଯୋଡ଼ିଏ ଜିନିଷ ଧର୍ମ ଜଗତର ସାର, ହରି ସ୍ମରଣ, ହରି ତୋଷଣ, ଏ ଦୁଇଟାକ ଭଜନ। ଏ ଦୁଇଟାକୁ ଭଜନ ବା ସେବା କୁହାଯାଏ। ହରି ଭଜନ କହିଲେ ଏ ଦୁଇଟା, ଗୋଟିଏ ହେଉଛି ହରି ସ୍ମରଣ, ତାପରେ ହରି ତୋଷଣ। ଆମେ ଭଗବାନ ଶ୍ରୀହରିଙ୍କୁ ଭୁଲି ଯାଇଛୁ, ପୁରାପୁରି ଭାବରେ ଆମେ ଈଶ୍ୱରଙ୍କୁ ଭୁଲି ଯାଇଛୁ ଏବଂ ଜାଗତିକ ବ୍ୟବହାର ଓ ଭୋଗ ବିଳାସରେ ମାତି ଯାଇଛୁ ସମ୍ପୂର୍ଣ୍ଣ। ଆମେ ଯେଉଁ ଈଶ୍ୱରଙ୍କୁ ଭୁଲିନୁ, ମନେ ରଖୁଛୁ ବୋଲି କହିଛୁ, ହାଟା ନୁହେଁ। ଏ ମନେ ରଖିବା ନୁହେଁ। ଏଇଟା ଆମ ଅନ୍ତରକୁ, ହୃଦୟକୁ ସ୍ପର୍ଶ କରିନି। ଏମିତି ଗୋଟେ କାଁ ଭାଁ, ତା ମଧ୍ୟ ଅନେକ ସମୟ ଭୋଗ ବିଳାସରେ ପରିଣତ ହେଇଯାଉଛି। ଅନେକ ଲୋକ ଈଶ୍ୱର ଉପାସନା କରୁଛନ୍ତି ନିଜର ଗୌରବ ପାଇଁ। ଆମେ ଆଜି ଗହ୍ମା ପୂର୍ଣ୍ଣମୀ ପର୍ବ ପାଳିଲେ, କାହିଁକି ପାଳିଲ ହୋ? ନା ଗହ୍ମା ପର୍ବଟା କଲେ ଘରେ ପିଠାପଣା ହବ, ଖାଇବା ପିଇବା ମଜା କରିବା। ଆଉ ଭୋଗ ବିଳାସ ହେଇଗଲା। ଗହ୍ମା ପୂର୍ଣ୍ଣମୀ ପର୍ବ ପାଳିବା ଭୋଗ ବିଳାସର ଅନ୍ତର୍ଗତ ହେଇଗଲା। ଆମର ଯେଉଁ ଈଶ୍ୱର ସ୍ମୃତି, ଈଶ୍ୱର ସ୍ମରଣ ଏଇ ଟାଇପର ହେଇଯାଉଛି। କୋଉଠି ନିଜର ଯଶୋବର୍ଦ୍ଧନ, କୋଉଠି ନିଜର ତୃପ୍ତିକରଣ, ଏଇଟା ହେଇଯାଉଛି। ତେଣୁ ଆମେ ଈଶ୍ୱରଙ୍କୁ ପୁରାପୁରି ଭୁଲି ଯାଇଛୁ। ଯେଉଁ ଜୀବ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭୁଲିଯାଏ, ସେ ବହୁତ ଦୁଃଖ ଭୋଗ କରେ। ଯେଉଁ ଜୀବ ଈଶ୍ୱରଙ୍କୁ ସ୍ମରଣ କରେ, ତାର ସୁଖ ଓ କଲ୍ୟାଣ ଜାତ ହୁଏ। ଐହିକ ପରମାର୍ଥିକ ଦୁଇଟା। କାହିଁକି ହୁଏ ସେଟା ଆମେ କହିପାରିବୁନି, ଏଟା ନୈସର୍ଗିକ। ପେଟରୁ ଭାତ ସରିଗଲେ କାହିଁକି ଭୋକ ହୁଏ, ନା କିଏ କହିବ? 7-8 ଘଣ୍ଟା ତଳେ ଖାଇଥିଲୁ, ପେଟରୁ ଖାଦ୍ୟ ଶେଷ ହେଇଗଲା, ବଡ଼ ଭୋକ ହେଲାଣି ପୁଣି। ଜଣେ ଯଦି ପଚାରେ, ମା ଯଦି ପଚାରେ ତୋତେ କାହିଁକି ଭୋକ ହଉଛି, କହୁନୁ? କାହାକୁ କହୁନି ତୋତେ ଭୋକ ହଉଛି, କଣ ପାଇଁ ଭୋକ ହଉଛି? କଣ କହିବ ସେ ପିଲା? ଭୋକ ଏକ ନୈସର୍ଗିକ। ପାଇଖାନା ଲାଗୁଛି, ବଡ଼ ଜୋରରେ ମୋତେ ପାଇଖାନା ଲାଗୁଛି, ମୁଁ ପଳେଇବି, ଛାଡ଼। କାହିଁକି ତୋତେ ପାଇଖାନା ଲାଗୁଛି ଏକଥା ପଚାରିଲେ ତାର କିଛି ଉତ୍ତର ଅଛି? ତାହା ନୈସର୍ଗିକ କ୍ରିୟା। ତଦ୍ରୂପ ଈଶ୍ୱର ସ୍ମରଣେ କଲ୍ୟାଣ, ଈଶ୍ୱର ବିସ୍ମରଣେ ଅକଲ୍ୟାଣ, ଏହା ନୈସର୍ଗିକ କ୍ରିୟା। ତାର କାରଣ କିଛି ନାହିଁ, କହିହେବନି। ଯେତେବେଳେ ଜୀବ ଈଶ୍ୱର ବିସ୍ମରଣ ହେଇଯାଉଛନ୍ତି, ଭଗବାନଙ୍କୁ ଭୁଲି ଯାଉଛନ୍ତି, ସେତିକି ବେଳେ ସଂସାରରେ ଘୋର ଦୁଃଖ ଆରମ୍ଭ ହୋଇଯାଉଛି। ଜୀବର ବହୁତ ଦୁଃଖ ଆରମ୍ଭ ହୋଇଯାଉଛି। ତେଣୁ ଏଇ ଈଶ୍ୱର ସ୍ମରଣ କ୍ରିୟାକୁ ବଜାୟ ରଖିବା ପାଇଁ, ଉପଦେଶ ଦେବା ପାଇଁ, ସେ ମାର୍ଗ ପ୍ରଦର୍ଶନ କରିବା ପାଇଁ ବେଦ ଅବତୀର୍ଣ୍ଣ ହୋଇଛନ୍ତି। ବେଦଙ୍କର ଗୋଟିଏ କାର୍ଯ୍ୟ ହରିସ୍ମରଣ।
ହରିସ୍ମରଣ ହେଇଗଲା। ହରି ବିସ୍ମରଣ ଆମେ ହେଇଥିଲେ ଶାସ୍ତ୍ରାନୁଗାତ୍ୟ, ବେଦଙ୍କ ନିର୍ଦ୍ଦେଶ, ବେଦଙ୍କୁ ଅଧ୍ୟୟନ କରି ବେଦଙ୍କୁ ମାନି ହରିସ୍ମରଣ କ୍ରିୟା ଆମର ଆରମ୍ଭ ହେଲା। 2-4 ଜନ୍ମ ବିତିଗଲା। ଧୀରେ 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 ଆମେ ବର୍ତ୍ତମାନ ନିରନ୍ତର ହରିସ୍ମରଣ କରୁଛୁ। ଆମର ପ୍ରତ୍ୟେକ କାର୍ଯ୍ୟ ଗୁଡ଼ାକ ଶୟନ, ଭୋଜନ, ସ୍ନାନ, ବହିର୍ଗମନ, ଆଳାପ, ଆଲୋଚନା, କଥା ଭାଷା ଇତ୍ୟାଦି ସବୁ ଭଗବତ ସ୍ମରଣ ସହ ହଉଛି। ତରବର ହେଇ ଗାଧଉଛୁ, ପ୍ରତିଦିନ ଶୀଘ୍ର ଗାଧଉଛୁ। କାହିଁ ଗାଧଉଛ? ନା ଦିଅ ଠାକୁର ସେବା କରିବି। ସ୍ନାନଟା ମଧ୍ୟ ଈଶ୍ୱର ପ୍ରୀତ୍ୟର୍ଥ ହେଲା। ଏଇଭଳିଆ ସମସ୍ତ କର୍ମ ଯେତେବେଳେ ଈଶ୍ୱର ଶ୍ରୁତି ଜଡ଼ିତ ହେଇଯାଏ, ହରିସ୍ମରଣ ହେଲା। ଗୋଟିଏ ଜନ୍ମରେ ହୁଏ ନା, ଧୀରେ ଧୀରେ ଆମର ବହୁ ଜନ୍ମର ସଂସ୍କାର ରହିଯାଇଛି ଈଶ୍ୱରଙ୍କୁ ଭୁଲିବା। 2-4 ଜନ୍ମ ପରେ ହରିସ୍ମରଣ ହେଲା। ହରିସ୍ମରଣ ହେଲେ ଆତ୍ମକଲ୍ୟାଣ ହେଇଗଲା। ଏଟା ସକାମ ଭାଗ ଭଳିଆ ଜଣାଗଲା, ସକାମ ଉପାସନା ଭଳିଆ ଜଣାଗଲା। ଆତ୍ମକଲ୍ୟାଣ ହେଲା। ତାପରେ ହରିତୋଷଣ। ଆଉ ଆତ୍ମକଲ୍ୟାଣ ନାହିଁ, ପ୍ରଭୁ ହେ ତୁମର ଭଲ ହଉ, ମୁଁ ଯେ ସବୁ କର୍ମ କରିବି ସେଥିରେ ତୁମେ ସୁଖୀ ହୁଅ, ତୁମର ଆନନ୍ଦ ହଉ, ତୁମର ଲାଭ ହଉ, ତୁମର କଲ୍ୟାଣ ହଉ। କିନ୍ତୁ ଈଶ୍ୱରଙ୍କର କ'ଣ କେବେ ହେଲେ ଅକଲ୍ୟାଣ ହୁଏ ଯେ ତୁ ଆଉ କଲ୍ୟାଣ କରିଦେବୁ? ନା, ସେ ଅଭିମାନ ନାହିଁ, ଏହା ଜୀବର କର୍ତ୍ତବ୍ୟ। ଈଶ୍ୱର କହିଲେ ସର୍ବଜୀବ ଜଗତକୁ ମଧ୍ୟ ବୁଝାଏ। ଏ ସମସ୍ତଙ୍କର କଲ୍ୟାଣ ମଧ୍ୟ, ସମସ୍ତଙ୍କର ସେବା, ସମସ୍ତଙ୍କର କଲ୍ୟାଣ ହେଲା ଭଳିଆ କ୍ରିୟା, ଈଶ୍ୱରଙ୍କ କଲ୍ୟାଣ ହେଲା ଭଳିଆ କ୍ରିୟା ସେଥିରେ ସମାନ। ଏଥିରେ ଈଶ୍ୱର ସନ୍ତୁଷ୍ଟ ହୁଅନ୍ତି। ଯେଉଁ ଯେଉଁ କାର୍ଯ୍ୟ କଲେ ଭଗବାନ ସନ୍ତୁଷ୍ଟ ହେବେ, ଆତ୍ମସୁଖ ଭୁଲିଗଲା, ଭଗବତ ସୁଖକୁ ମୂଳ କରି ଧରିଲା, ସେଇ କାର୍ଯ୍ୟ କରୁଛି, ତାହା ହରିତୋଷଣ। ହରିସ୍ମରଣ, ହରିତୋଷଣ, ଏ 2ଟି କାର୍ଯ୍ୟ, ଏ 2ଟି ପଦ୍ଧତି ବେଦ ଆମକୁ ଶିକ୍ଷା ଦେଉଛନ୍ତି। ଜୀବ ତୁ ଈଶ୍ୱରଙ୍କୁ ଭୁଲି ଯାଆନା, ତୁ ତାଙ୍କରି ଅଂଶ, ସେ ତୋର ସ୍ରଷ୍ଟା, ସେ ତୋର ସ୍ୱାମୀ, ତୁ ତାଙ୍କର ଭୃତ୍ୟ, ତାଙ୍କୁ ସ୍ମରଣ ରଖେ, ତୋର ଭଲ ହବ। ଏ ପ୍ରକାର ନିର୍ଦ୍ଦେଶ ଦେଇ କେମିତି ସ୍ମରଣ କରିବି? ବର୍ଣ୍ଣ ଧର୍ମ, ଆଶ୍ରମ ଧର୍ମ, ଗୃହସ୍ଥ ଧର୍ମ, ଭିକ୍ଷୁ ଧର୍ମ, ବ୍ରାହ୍ମଣର ଧର୍ମ, ଯଜନ ଯାଜନ ପ୍ରଭୃତି, ସେବା କର୍ମ, ପରୋପକାର, ବୈଦିକ କର୍ମ, ଶାସ୍ତ୍ରୀୟ ନିର୍ଦ୍ଦେଶିତ କର୍ମ, ନାଇଁ କି? ଏଇ ସବୁ ଗୁଡାକ ମାଧ୍ୟମରେ ଧୀରେ 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 ଜୀବକୁ ବତଉଛନ୍ତି ସିଆଡ଼କୁ ଯା। ହରିସ୍ମରଣ କରେ, ହରିଙ୍କି ଭୁଲି ଯାଆନା। ବହୁତ କାଳ ଧରି ଭୁଲି ଯାଇଥିଲୁ। ହରିସ୍ମରଣ ଯାହାର ପରିନିଷ୍ଠିତ ହେଇଗଲା, ତାକୁ ହରିତୋଷଣ କର୍ମ ବତଉଛନ୍ତି। କଣ କରୁଛୁ? ନା ଭାଗବତ ଶ୍ରବଣ କରୁଛି। କାହିଁକି? ମୁକ୍ତି ହେବି, ଉର୍ଦ୍ଧ୍ୱ ଲୋକକୁ ଗତି କରିବି, ଉଚ୍ଚ କୋଟିର ଜନ୍ମ ମିଳିବ, ଯଶ କୀର୍ତ୍ତି ମିଳିବ। ଏ ଆତ୍ମକଲ୍ୟାଣ ନାହିଁ। ଟିକେ ନିଷ୍କାମ ହେଇଯା, ଭଗବାନଙ୍କ ପ୍ରତି ଟିକେ ଭାବ ରଖେ। ଯେମିତି ଶିଶୁ ପ୍ରତି ଜନନୀର ଭାବ ରହୁଛି, ଜନନୀ ଶିଶୁଟିକି ନାନା ପ୍ରକାରରେ ସୁଖୀ କରିବାକୁ ଚେଷ୍ଟା କରୁଛି। ଆମୃତ୍ୟୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମା ସନ୍ତାନକୁ ମନ ପ୍ରାଣ ଦେଇ ଭଲ ପାଉଛି, ଆଉ ତାର କଲ୍ୟାଣ କୃତ କାର୍ଯ୍ୟ କରୁଛି। ଭଲ ନ ପାଇଲେ କଲ୍ୟାଣ କାର୍ଯ୍ୟ କରିହେବନି, ଭଲ ପାଇଲେ ଆପେ ତାର ସୁଖ ହେଲା ଭଳିଆ କାର୍ଯ୍ୟ କରିହେବ। ଆମେ ଯାହାକୁ ସ୍ନେହ କରୁ, ଯେ ଆମର ବନ୍ଧୁ ମିତ୍ର, ଯାହାକୁ ଆମେ ଭଲ ପାଉ, ତାର କିଛି ହେଲେ କ୍ଷତି କରିହେବନି, ତାର ଲାଭ ହେଲା ଭଳିଆ କର୍ମ କରିବୁ। ତେଣୁ ଭଗବାନଙ୍କୁ ଭଲ ପାଇବା ବାଟ ବତଉଛନ୍ତି। ଭଗବାନଙ୍କୁ ଭଲ ପାଇଲେ ଆପେ ଆପେ ତାଙ୍କର ଅନୁକୂଳାତ୍ମକ କାର୍ଯ୍ୟ ହବ। ଯାହାକୁ ଆମେ ଭଲ ନ ପାଇବା ତାର ପ୍ରତିକୂଳ କାର୍ଯ୍ୟ କରିବା, ନୁହେଁ କି? ଯିଏ ଆମର ଶତ୍ରୁ ହେଲା, ଆମେ ତା ଘରେ ନିଆଁ ଲଗେଇଲୁ ରାତି ଅଧରେ, ନାଇଁ କି? ଯିଏ ଆମର ମିତ୍ର ହେଲା, ସେ ନ କହିଥିଲେ ମଧ୍ୟ ଆମେ ନିଜ ତରଫରୁ ଯାଇ ତା ଘରକୁ ରକ୍ଷା କଲୁ, ଉଦ୍ଧାର କଲୁ। ମଣିଷ ଯାହାକୁ ଭଲ ପାଏ ତାର ତୋଷଣମୂଳକ କର୍ମ କରେ, ତୃପ୍ତିମୂଳକ କର୍ମ କରେ।
तेणु वेद आमको हरितोषण कर्म बतौଛନ୍ତି। हरितोषण कर्म बतेवा पूर्व भगवान को भल पाओ, से तुम मित्र हुंतु, से तुम बंधु हुंतु, से तुम पुत्र हुंतु, से तुम पिता हुंतु, से तुम मालिक हुंतु, तुम्हें दास हुओ इत्यादि भाव भल पाइबाटा शिक्षा दौरान। यहाँ को आम भक्ति बोली कहू, प्रेम बोली कहू, इटा गाढ़ ये भक्ति बा प्रेम जहाँ कि वेद शिक्षा दौरान आमको जोड़े जिनस विस्मृत होता जीवकू हरिस्मरण, स्मरण को श्रीहरि आसला परे हरितोषण, हरिस्मरण कर्म हरितोषण कर्म, ये हूँ वेदर तात्पर्य। एतादृश वेद जीव जगत पे अत्यंत कल्याणकारी। जो जो काल आम वेदों ठारू तांग प्रदत्त आचरण ठारू दूरे दूरे जाऊ टिके अधिका से काल रे दुख दुर्दशा भरपूर ही जाए आम पे। यथा कली काल, कली काल रे 3 पाद धर्महानि। सत्य जुग रे वेदठू वेद निकट लोक मैंने थिले। त्रेतया जुग रे 100 किलोमीटर दूर को पड़ेले। द्वापर जुग रे जन समाज 200 किलोमीटर दूर को पड़ेला नहीं कि पादे पादे जदि आम धरू 100 किलोमीटर, ये कली काल रे 300 किलोमीटर दूर रे आम अच्छु। वेदंग ठारू दूरे जाइछु। वेदंगर आचरण, वेदंगर निर्देश तार प्रभाव आम उपर बेसी पड़ुनी। वैदिक निर्देशावली, वैदिक प्रेरणा आमको केमिति आम 300 किलोमीटर दूर रहिलु, युडाक आमको घरे बापा बतैलेनी, स्कूल रे शिक्षक बतैलेनी, पड़िया रे सांग बतैलानी, किंबा बाहर को बाहर समाज बतैलानी। समाज गुड़ा आमको बतौनी, अनेक कुत्सित कार्य बतौची समाज आमको। कांथ बाड़े पोस्टर मारी, टीवी रेडियो जरिया केते कुकर्म आमको बतौची। केमिति मुथ मारिब, केमिति छुरी कूठी मारिब, एकाथरे मरिब, ये सब कौशल बतौची। केमिति प्रणाम टे गले ईश्वर संतुष्ट हो जिवे, सेमतिका कौन शिक्षा आमको मिलुनी। ए बाटे आम दूरेचे। एणु कली काल रे दुख घोर घोराति घोर, असह्य दुख असह्य वेदना भितर समस्त जीव कालातिपात करती। गोटे त्रिकाल सत्य कहिछन्ति मैत्रेय मुनि विदुरंग आगरे, हे विदुर तमे तो साक्षात धर्म पुरुष, अभिशापटे पाइकरी सिना मृत्यु को आश्च विद्रोही। कौन मु तुमको अधिका कथा कहबी? कली काल रे को लोकटी जीवन रे सुखी हो कहल? कौन से लोकर अंतःकरण रे सुख नहीं। प्रत्येक लोकर अंतःकरण भितर किसी ना किसी चिंता, दुश्चिंता, विषाद, दैन्य ये निश्चय रही जे तार आनंद को व्याहत करुछि। ये हूँ कलिकाल लक्षण। यार कारण कौन ना आम वैदिक प्रक्रिया ठू बेसी दूरे गलु। कौन बेसी दूरे गल वैदिक प्रक्रिया ना हरिस्मरण हरितोषण क्रिया आमर यथेष्ट होनी। तेणु दुखर परिमाण बेसी। तेबे भगवान बड़ कृपामय। अरे चंडाले मोले 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 रे सह्य करि पारंतनी से। भगवान सह्य करि पारंतनी। भगवान जगत पिता जगत माता। भगवान भगवती जगतर पिता जगतर माता जगत नाथ। आमे समस्ते भगवान भगवती संतान। मया दक्षिण प्रकृति सूयते सचराचरं। भगवान कहते प्रकृति भगवती मोर अध्यक्षतार ए समस्त को जन्म करिछि। चराचर जगत को जन्म करिछि। सूयते सचराचरम। आमे समस्ते ईश्वर संतान। एक आमको केवल गीता भागवत नुह उपनिषद वेद समस्ते कहते शृणन्तु सर्वे अमृतस्य पुत्रा। आमे समस्ते अमृत वृत। अमृत होते से परमेश्वर।
सी आमर दुख देखिरी सही पारे कली कालर दुख देखिरी से सही पारे पितामाता उभय दिज पितामाता था बयस हो गला चारि पुत्र प्रचुर संपत्ति पुत्र मान को संपत्ति सब बांटी देले पिले तुम बड़ बड़ हो गलनी तुमको विवाह करदेली तुम गोटे जोड़े लेखे छुआ हेले तुम पत्री माने घर करना जानीगले आमको ही बुढ़ा बुढ़ी काले हैरान करनी आम टे तीर्थव्रत करू तुम तुम चल पिला विदाय नहीं पितामाता तीर्थव्रत कले बड़ भल लगे वृंदावन परम रमणीय भूमि प्रेम धाम सेठी रहीगले किछि काल 5-10 वर्ष रथ यात्रा देखा आसिले पुरी नवकलेवर हो जाजपुर रोड पाखे घर न माँ कहले पिला गुड़ा केमी अच्छा देखीदी पलैया से बाटे घर को जाई पहुँचले पुओ माने 4 पुओ अच्छा दौड़ी आसिले सान पुओ आसिलानी बड़ पुओ को पचारे बापा केमी अच्छु रे ना हाँ खूब भल अच्छी से कोठाटा से गोटे फ्लाट कर मिल गोटे बसई पारादीप बंदर रे मोर 5% गोटे शेयर अच्छी इत्यादि सब सी कहला बापा संतुष्ट हेले जहा हो ताको देइथिली 5-7 लाख देकर जाइथिले ता भाव को पड़थला से ताको 10-50 कोटी कर दीछि द्वितीय पुओ को पचारे कि बापा तू केमी देछु बापा तुम आशीर्वाद बेस भल अच्छी चलुछ किसी असुविधा नहीं भल अच्छी कौन केमती कर ना एमती कर बापा संतुष्ट हेले तृतीय पुओ थिला पचारे बोले अरे केमी तू कौन चलुछ ना चली जाऊछ किसी असुविधा नहीं आउ बर दान पुण्य कर साहाय्य कर अच्छी बड़ पुओ आउ तल पुओ भाया अत्यधिक से संपत्ति बढ़े नथिले 5-7 गुण कर संपत्ति की जहा करते से बढ़े छोटा कहीं दुसुनी रे डाक ना लुचिजी सीठी जा जाको डाकी आण जिते डाकिले आसुनी कहीं आसुनी कौन हो बापा खाइबा पाऊनी ना कहीं ना तो किस्त ना जहाँ देल तुम सब भाग को आमको जी तो से भाग देल तुम बापा आउ तो सब बिका भंगा बंधा एपटे सेपट कर सब जुआ फुआ कर सब उड़ेदेला खाइबा पाऊनी तुम मैंने नजर रखिलनि आम जिते गाली देवा कथा देलु जिते अटका कथा कहलु जिते जगिलु खासे आम कथा शुणलानी आमको लुचिला नाना प्रकार अवस्था कला टे साहय कर खाइबा पाऊनी कह ना लक्ष लक्ष टका देती बेपार वाणिज्य बुड़ेला आमको अधा बुड़े आम जी उन्नति करूँ अधुरे ताकूदे पकईचु ना आगे था एति तुम देला चला ना तार तो स्वभाव सेमती आण तो डाक कड़े जाइए बेड़िक आने 3 भाई जाए भिड़ी 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 धरिक आसिले मुह लुचेक मुह को शुआ हाड़ कंकाल देह मलिन मुह अदर्ज बाप माँ पाखे आसी पहुंचला बाप माँ कि कौन करूँ माँ थोड़े गाली देले बापा थोड़े गाली देले जाछता करी गाली देले भाई माने थोड़े गाली देले नाना दुर्गुण कहले मुह लंबेकरी से कण में छिड़ा हो कौन उत्तर किसी दे पारे पद कथा कहक मध्य तार कि ना माँ को हृदय सहलानी बड़ पुओ मैंने जो टे अन्य कार्य एपट सेपट हो गले एकुटिया ठिया होती बाप माँ शिक्षा दौरान माँ बाध्य कले माँ करुणामयी तो जन्म कर नहीं कि कहला पिता कहला स्वामी की कहला ना कौन हेल्ले टे दि आ कौन कर तो पेटे दाना मुठे पड़नी जो हाड़ कंकाल हो रही कौन खाई सकालू चा कपे पीछे बोली कहला से चा कपे पीछे आउ कि खाईदे ये अवस्था कलिकाल जीवर बाध्य कले पिता जे कौन हेल्ले दियो ताकू ना ना कौन देवी जहाँ देते तो बुड़ेला कौन मो पाखे कौन देवी सब संपत्ति तो बांटी दे जाइए ना कौन करी मु तो जन्म कर दुर्दशा देख जाऊँगी शांति रही पारि कि ना मुठे खाई पारि जो माँ अतिरिक्त बाध्य कले विरक्त होकर पिता कौन कले हाथ गोटे मुदी बाहर कले गोटे मुदीटे हाथ में था बाहर कले ना एटा रखिता या जो पत्थरटा बस चिंतामणि ये मुदी दिहर जो पत्थरटी बस चिंतामणि से मणिटा से मणि टी हाथ में धरिक जहाँ चाहमु ता मिल
ଅନ୍ନ ଚାହିଁଲେ ଅନ୍ନ ମିଳିବ, ଅର୍ଥ ଚାହିଁଲେ ଅର୍ଥ ମିଳିବ, ଜଳ ଚାହିଁଲେ ଜଳ ମିଳିବ, ଔଷଧ ଚାହିଁଲେ ଔଷଧ ମିଳିବ, ପାଖରେ ଆସି ଥୁଆ ହବ। ଚିନ୍ତାମଣିଟା ତ ତାକୁ ଧରି ଯାହା ଚିନ୍ତା କଲେ ସେ ପଦାର୍ଥ ସୁଲଭ ହବ ଆଉ କଣ। ଜାଗତିକ ଦ୍ରବ୍ୟ ବାଦେ ଭକ୍ତି, ମୁକ୍ତି, ସ୍ୱର୍ଗଲୋକ, ବ୍ରହ୍ମଲୋକ, ନାଇଁ କି ନିର୍ବାଣ, ସେଗୁଡା ଶୀଘ୍ର ମିଳିବ, ସେଗୁଡା ଶୀଘ୍ର ମିଳିବ, ସେଗୁଡା ଆପେ ଆସିବ। ତୁ ଭାତ ଡାଲି ଚାହିଁଲେ ମଧ୍ୟ ତା ସାଥିରେ ସେଗୁଡା ଆସିଥିବ। ଟଙ୍କା ପଇସା ଧନ ରତ୍ନ ହୀରା ନୀଳା ଚାହିଁଲେ ମଧ୍ୟ, ଚିନ୍ତା କଲେ ମଧ୍ୟ ହୀରା ନୀଳା ଟଙ୍କା ପଇସା ଭାତ ଡାଲି ଆସିବ, ତା ସାଥିରେ ମଧ୍ୟ ଭକ୍ତି ମୁକ୍ତି ଆସିଥିବ। ଭକ୍ତି ମୁକ୍ତିଟା ସହଜାତ। ଆଉ ଯାହା ଚାହିଁଲେ ମିଳିବ। ଚଣ୍ଡାଳ ମନେ ରଖେ, ଯାହା ତ କରିବୁ କରିବୁ, ମୁଦିଟାକୁ ହଜେଇ ଦେବୁନି କି କାହାକୁ ଦେଇ ପକେଇବୁନି। ଯାହାକୁ ଯଦି କିଛି ଦରକାର ପଡ଼ିଲା, ଅଭାବ ଅନାଟନ ପଡ଼ିଲା, 1,00,000 ଟଙ୍କା ତାର ବାକି ଅଛି ଦବାକୁ ପଡୁଛି, ମୁଦିକି କହିବୁ 1,00,000 ଟଙ୍କା ଦିଅ, ସେ ଟଙ୍କାଟା ଦେଇଦେବୁ। ମୁଦିଟା ଦେଇ ପକେଇବୁନି, ନେଇଯାଉ, ଏଇଟା ବନ୍ଧା ପକେଇ ଦେବୁନି। ଆଉ ଏଇଠିକି ଯଦି ବନ୍ଧା ପକେଇ ଦେବୁ ତାହେଲେ ଆଉ ଉପାୟ କିଛି ନାହିଁ। ଇଏ ସବୁ ପଦାର୍ଥ ଦବ, ବୁଝିପାରୁଛନ୍ତି ନା? ତ ମା ପଚାରିଲେ, ବୋଲେ ଏଇଟା କି ଚିନ୍ତାମଣି? ନା ଏଇଟା ହରିନାମ ଚିନ୍ତାମଣି। ଏହା ଶକ୍ତି କ୍ଷୟ ହୁଏ ନା, ବ୍ୟୟ ହୁଏ ନା, ହରିନାମ ଚିନ୍ତାମଣି। କଳିକାଳର ଜୀବମାନଙ୍କର ଦୁଃଖ ଦେଖି ପରମ ପିତା ଭଗବାନ ଦୁଃଖୀ ସନ୍ତାନ ମାନଙ୍କୁ ହରିନାମ ଚିନ୍ତାମଣିଟି ଦେଇକରି ଯାଇଛନ୍ତି। ଏ ଚିନ୍ତାମଣିକି ଯଦି ହଜେଇ ବସିବା ତାହେଲେ ଆଉ ଆମକୁ ଗତି ମୁକ୍ତି କିଛି ଉପାୟ ନାହିଁ, ଆଉ କିଛି ଉପାୟ ନାହିଁ। ଏତେ ବେଦ ଘାଣ୍ଟିବା ଦରକାର ନାହିଁ, ମୁଣ୍ଡରୁ ବାଳ ଉପୁଡେଇ ଲଣ୍ଡା ହବା ଦରକାର ନାହିଁ। ଖାଲି ଏ ହରିନାମ ଚିନ୍ତାମଣିକି ଯଦି ଆମେ ହାତରେ ଧରି ବସିପାରିବା ସବୁବେଳେ, ତାହେଲେ ଆମର ଆପେ ଆପେ ସମସ୍ତ କଲ୍ୟାଣ ସମ୍ପାଦିତ ହବ। କିନ୍ତୁ ଦୁର୍ଭାଗା ହତଭାଗା କଳିହତ ଜୀବ ସେ ମଣିକି ମୁଦ୍ରିକା ସହ ଫୋପାଡ଼ି ଦେଇଛି ଦୂରକୁ। ମୁଁ କିଲୋ କିଲୋ ସୁନା ବିକିଛି, ମତେ ଏଇଠି ମୁଦିଟେ ଦେଖାଉଛନ୍ତି ଆଣିକରି ମାନେ। ତା ପ୍ରତି ଆମର ଆଗ ଶ୍ରଦ୍ଧା ବିଶ୍ୱାସ ଜାତ ହଉନାହିଁ। ଯିଏ ଆଶ୍ରୟ କରି ଯାଇଛି, ଦାସିଆ ବାଉରୀ ଭଳିଆ ଲୋକ ହେଲେ ମଧ୍ୟ ପାଇଯାଇଛି। ଏ ମଣିର ରକ୍ଷା ନିମନ୍ତେ ବିଦ୍ୟା, ବୟସ, ଯୋଗ୍ୟତା, କୁଳ, ଜାତି, ନିଷ୍ଠା, ବ୍ରହ୍ମଚର୍ଯ୍ୟ କିଛି ପ୍ରୟୋଜନ ନାହିଁ। ୟା ପାଇଁ କିଛି ପ୍ରୟୋଜନ ଅଛି କି? ଦେଶ କାଳ ନିୟମ নাই, সর্বসিদ্ধি হয়, সর্বসিদ্ধি হয়। এতাদৃশ কলিহত জীবর দুর্দশা দেখি ব্যাসদেব কଣ କେ କାଲି ଆମେ ଆଲୋଚନା କରିଛେ। ବ୍ୟାସଙ୍କର ଜନ୍ମ କାହିଁକି ବ୍ରହ୍ମାଙ୍କର ଦ୍ୱିତୀୟ ଅରାରେ ବେଦକୁ ଭାଗ କରିବାକୁ ହେଲା? ତୁ ଅସାଦଶୀ ଜାତ ସତ୍ୟତ୍ୟାଙ୍ଗ ପରାଶରାତ ଚକ୍ରେ ବେଦ ତରୁର ଶାଖା, ବେଦ ତରୁ ତାର ଫଳ ଭାଗବତ, ଚକ୍ରେ ବେଦ ତରୁର ଶାଖା ଦୃଷ୍ଟ୍ୱା ଲୋକ ବେଦ ଲୋକମାନଙ୍କୁ ଅଳ୍ପ ମେଧା ଦେଖି କି ପ୍ରକାର କଳିକାଳର ଜୀବଗଣ ଅଳ୍ପ ମେଧା ନା କ୍ଷୀଣା ଏସହ କ୍ଷୀଣ ସତ୍ୱାନ, ଆୟୁଷ କମ, ବଳ କମ। ସତ୍ୱ କହିଲେ ସବୁ ପ୍ରକାର ବଳ, ବୌଦ୍ଧିକ ବଳ, ମାନସିକ ବଳ, ଦୈହିକ ବଳ, ଇନ୍ଦ୍ରିୟ ବଳ, ଓଜ ବଳ, ସବୁ ବଳ କମ। କ୍ଷୀଣ ସତ୍ୱାନ, ଦୁର୍ମେଧାନ, ଶ୍ରୁତି ଶକ୍ତି, ବୋଧ ଶକ୍ତି, ବୁଝିପାରିବା ଶକ୍ତି ନାହିଁ। ଗୋଟେ ଟାଣୁଆ କଥା କହିଲେ ବୁଝିପାରିବନି। ଦୁର୍ମେଧାନ ବିକ୍ଷ କାଳତଃ ଯେତେବେଳେ ହେଇଗଲା, ସେତିକି ବେଳେ ବେଦକୁ ଏମାନେ ଆୟତ୍ତ କରିପାରିଲେନି। ଦ୍ୱାପରର ଅନ୍ତିମ ସମୟର ବ୍ୟକ୍ତିଗଣ ଦୁର୍ମେଧା ହେଇଗଲେ, କ୍ଷୀଣ ସତ୍ୱ ହେଇଗଲେ, କ୍ଷୀଣ ଆୟୁଷ ହେଇଗଲା, ଦୁର୍ବଳ ହେଇଗଲେ, ମନରେ ଉତ୍ସାହ ଉଦ୍ଦୀପନା ରହିଲାନି। ଏସବୁ ବଳ କମିଯିବାରୁ ବିପୁଳ, ବିସ୍ତାର, ବ୍ୟାପକ, ବିରାଟ ବେଦକୁ ଆୟତ୍ତ କରିପାରିଲେନି।
ଆୟତ୍ତ କଲା ପରେ ସବୁ ଭୁଲ ଭାଲ ଗୋଳମାଳିଆ ହେଲା। ବେଦରେ ଯେତେବେଳେ ଭୁଲ ଭାଲ ଗୋଳମାଳିଆ ହେଲା ଦେବତାମାନେ କଷ୍ଟ ପାଇଲେ। କାହିଁକି ନା ଆମର ଧର୍ମାଚରଣର ସତ୍ୱଟା ଦେବତା ଋଷିମାନଙ୍କର ଆହାର। ଏଇଥିରେ ସେମାନେ ବଳଶାଳୀ ହୁଅନ୍ତି। ସେମାନଙ୍କର ପାଟି ପେଟ ନାହିଁ, ସେ ଭାତ ଡାଲି ଖାଆନ୍ତିନି। ଆମେ ଯେତେ ପୁଣ୍ୟକର୍ମ ସତକର୍ମ ଦାନ ଧର୍ମ ତୀର୍ଥ ଜପ ତପ ଇତ୍ୟାଦି କରିବା, ଆମେ ବେଶୀ ଲୋକ ବେଶୀ କଲେ ସେମାନେ ବେଶୀ ବଳବାନ ହେବେ ଦେବତାମାନେ। ଏଇଥିରେ ସେମାନଙ୍କର ବଳଟା ବଢେ। ଧର୍ମାଚରଣ ଦ୍ୱାରା ଦେବତାମାନେ ବଳଶାଳୀ ଶକ୍ତିଶାଳୀ ହୁଅନ୍ତି। ଯେତେବେଳେ କଳିକାଳରେ ଦ୍ୱାପରର ଅନ୍ତିମ ଭାଗରେ ଇଏ ହେଇଗଲା କଣ, ଆଉ ଧର୍ମାଚରଣ ପଦ୍ଧତି କମି ଆସିଲା, ଲୋକମାନଙ୍କର ବଳସତ୍ୱ କମିଗଲା, ଇଏ ବେଦକୁ ଠିକ ଧରି ପାରିଲେନି, ଆୟତ୍ତ କରିପାରିଲେନି, ପ୍ରୟୋଗ କରିପାରିଲେନି, ସବୁ ଗୋଳମାଳିଆ ଭୁଲ ଭଲ ହେଲା, ଦେବତାମାନେ ଦୁର୍ବଳ ହେବାକୁ ଲାଗିଲେ। ତେଣୁ ଭଗବାନଙ୍କ ଚରଣରେ ଏମାନେ ଜଣେଇଲେ କି ସେ ବ୍ରହ୍ମା ଇନ୍ଦ୍ର ଶିବ ବାୟୁ ଯମ ଅଗ୍ନି ବରୁଣ ପ୍ରଭୃତି ଦେବତାଗଣ ଯେ ପ୍ରଭୁ ଏମିତି ଏମିତି ବେଦକୁ ଆଉ ମନୁଷ୍ୟମାନେ ଆୟତ୍ତ କରିପାରୁନାହାନ୍ତି, ଆଉ ସେମାନେ ବେଦକୁ ପ୍ରୟୋଗ କରି ପୁଣ୍ୟକର୍ମ କଲେ ତ ଆମେ ବଳଶାଳୀ ଶକ୍ତିଶାଳୀ ହେଇକରି ଜଗତକୁ ପାଳନ କରିବୁ। ଆମେ ଯେବେ ଖଜଣା ଟିକସ ନଦେବା, ଇନକମ ଟ୍ୟାକ୍ସ ନଦେବା, ସମସ୍ତେ ଚୋରି କରିବା, ସବୁ ଦିଗରୁ ସରକାରଟା ତ ସେଇଠି ବୁଡ଼ିବ। ନାଇଁ କି? ସେମିତି ଆମେ ଜଗତ କେମିତି ପାଳନ କରିବୁ? ଆମ ତା ଦେହରେ ତ ପ୍ରାଣ ନାହିଁ। କାହିଁକି ତମେ ଏମିତିକା ହେଇଗଲ ଦୁର୍ବଳ? ନା ଆମର ଆହାର, ଆମେ ଯୋଉଥିରେ ପୁଷ୍ଟି ହେବା କଥା ସେ ଦ୍ରବ୍ୟ ଆସି ଆମ ପାଖରେ ପହଞ୍ଚୁନି। କାହିଁକି ନା ମନୁଷ୍ୟମାନେ ଆଉ ବେଦକୁ ଆୟତ୍ତ କରିପାରୁଛନ୍ତି, ଭୁଲ ଭାଲ ଗୋଳମାଳିଆ କରିଦେଉଛନ୍ତି, ସେ ଠିକ ଧର୍ମାଚରଣ ହଉନି। କଣ ଗୋଟେ ବ୍ୟବସ୍ଥା କରନ୍ତୁ। ଭଗବାନ ଆସିଲେ ବ୍ୟାସ ରୂପରେ ମର୍ତ୍ତ୍ୟରେ ପରାଶର ଓ ସତ୍ୟବତୀଙ୍କ ଠାରୁ ଅବତୀର୍ଣ୍ଣ ହେଲେ। ସୁତଦେବ କହୁଛନ୍ତି ପରାଶରାତ ସତ୍ୟବତ୍ୟାଂ ଅଂଶାଂଶ କଳୟା ବିଭୁ ଅବତୀର୍ଣ୍ଣ ମହାଭାଗ ବେଦଂ ଚକ୍ରେ ଚତୁର୍ବିଧଂ। ଚକ୍ରେ ବୋଲେ କଲେ, ବେଦକୁ ଚତୁର୍ବିଧ କରିଦେଲେ। ଭଗବାନ ସ୍ୱୟଂ ବ୍ୟାସ ରୂପେ ଅବତୀର୍ଣ୍ଣ ହୋଇ ଆସି ଜଣେ ଲୋକ ଆୟତ୍ତ କରିପାରୁନି ବୋଲି ଏ ବୁଝ ଉଠେଇ ପାରୁନି, ଚାରି ଭାଗ କରିଦେଲେ। ଚାରି ଭାଗ କରିଦେଲେ ଟେକି ପାରିବ ନା? ହଁ ଆଜ୍ଞା ଟେକି ଦେବୁ। ଚାରି ଭାଗ କରିଦେଲେ। ଋକ୍ ଅଥର୍ବ ଯଜୁଃ ସାମନାଂ ରାଶି ନୁଧୃତ୍ୟ ବର୍ଗଶଃ ଚତସ୍ରଃ ସଂହିତାଶ୍ଚକ୍ରେ ମନ୍ତ୍ରୈରମଣିଗଣାଇବ। ଋକ୍ ଅଥର୍ବ ଯଜୁଃ ସାମନା ସାମ ଚତସ୍ରଃ ସ୍ରହ ଲାଗିଗଲେ ଏଗୁଡାକ ଗୋଟା ଗୋଟା କରି ଅନନ୍ତ ମନ୍ତ୍ର ଅଛି। ଚତସ୍ରଃ ଚତସ୍ରଃ ସଂହିତାଂ ଚକ୍ରେ, ଚାରୋଟି ସଂହିତା ତିଆରି କଲେ। ମନ୍ତ୍ର ସବୁ ବାଛିକିରି ଚାରୋଟି ସଂହିତା କଲେ। କିପରି? ନା ସୂତ୍ରେ ମଣିଗଣାଇବ, ମନ୍ତ୍ରୈ ଆର ମଣିଗଣାଇବ, ମନ୍ତ୍ରୈ ମଣିଗଣାଇବ। ଗୋଟେ ଖଣି ଅଛି ନାଇଁ କି? ହେରାନ ଲୀଳାମତି ମାଣିକ୍ୟ ପ୍ରଭୃତିର ଗୋଟେ ଖଣି ଅଛି। ଭୂମି ଭିତରୁ ଖଣି ବାହାରେ। ସେ ଖଣି ଭିତରେ ରକ୍ତ ପୀତ ଲୋହିତ ନୀଳ ପଦ୍ମରାଗ ପ୍ରଭୃତି ବିଭିନ୍ନ ପ୍ରକାର ଶ୍ଵେତାଦି ମଣି ଭର୍ତ୍ତି ହେଇଛି। କେତେକ ଲାଲ ଅଛି, କେତେକ ପଦ୍ମରାଗ ମଣି ଅଛି, ଧଳା ପଦ୍ମ ପାଖୁଡା ଭଳିଆ ତା ଦେହରେ ସବୁ ଭିତରେ ରହିଛି। ତ ଆଉ କେତେକ ପିତର ବର୍ଣ୍ଣର ମଣି ଅଛି, କେତେକ ନୀଳ ବର୍ଣ୍ଣର ମଣି ଅଛି, ତା ନାଁ ହଉଛି ଇନ୍ଦ୍ରନୀଳମଣି, ତାକୁ ମେଚକ ମଣି କୁହାଯାଏ। କେତେ ପ୍ରକାରର ମଣି ଅଛି, ନାନା ରଙ୍ଗର। ଜଣେ ବ୍ୟକ୍ତି ସେ ରାଶି, ରାଶି ମାନେ ପ୍ରଚୁର, ଯୋଉଠି ଏକାଠି ମିଶିକି, ରାଶି କାହାକୁ କୁହାଯାଏ? ଏକତ୍ରାବସ୍ଥିତିକି ରାଶି କୁହାଯାଏ। ରାଶି କହିଲେ ଯୋଉଠି ଏକାଠି ସବୁ ଥାଏ ମିଳିମିଶିକିରି, ବିଭିନ୍ନ ପ୍ରକାରର ମଣି ମିଳିମିଶିକିରି ଗୋଟେ ରାଶି। ଯେମିତି ବାଲୁକା ରାଶି,
ସମୁଦ୍ର କୂଳରେ ବାଲୁକା ଆସେ, ନାନା ପ୍ରକାରର ବାଲୁକା, ଛୋଟ ବଡ଼ ସୂକ୍ଷ୍ମ ଦାନା, ବଡ଼ ଚାରିକୋଣିଆ ତିନିକୋଣିଆ, ନାଲି କଳା ଧଳା ସବୁ ମିଶିକିରି ଏକାଠି ରହିଛି ରାଶି। ସେମିତିକା ରାଶିତଃ ଏକାଠି ଜମା ହେଇଥିବା ମଣି ଘାଣ୍ଟି ଚକଟି ହେଇକରି ଯିଏ ରହିଛନ୍ତି ଗୋଳେଇ ଘାଣ୍ଟି ହେଇକରି ସବୁ, ତା ଭିତରେ ଜଣେ ବ୍ୟକ୍ତି ବାଛି ବାଛିକିରି ନୁହେଁ କି ଖାଲି ନାଲି ଗୁଡ଼ିକ ବାଛିକିରି ଗୋଟିଏ ମାଳା କଲା। ହଁ, ଖାଲି ପୀତବର୍ଣ୍ଣର ମଣି ଗୁଡ଼ିକ ବାଛିକିରି ଗୋଟିଏ ମାଳା କଲା। କେବଳ ପଦ୍ମରାଗ ଗୁଡ଼ିକ ବାଛିକିରି ଗୋଟିଏ ମାଳା କଲା। ଯେମିତି ଆମର ଫୁଲ ଗୁନ୍ଥା ହଉଛି ଗୋଟେ ଡାଲାରେ, ନାଇଁ କି ବିରାଟ ଏକ ଡାଲାରେ, ଜଗନ୍ନାଥଙ୍କର ଡାଲା ଦେଖିଥିବେ କେଡେ କେଡେ ଡାଲା, ଗଦା ହେଇଛି ଫୁଲ, ନୀଳ, ହଳଦିଆ, ଧଳା, ଲାଲ, ଗୋଲାପ, ନାନା ପ୍ରକାରର ଫୁଲ ଜମା ହେଇଛି। ତା ଦେହରୁ ଜଣେ କେବଳ ଗେଣ୍ଡୁ ଫୁଲ ଗୁଡ଼ିକ ହଳଦିଆ ବାଛିକିରି ଗୋଟିଏ ମାଳା, ଛୋଟ ଛୋଟ ତାକୁ ବାଛିକିରି ସିଏ ଗୋଟିଏ ମାଳା ତିଆରି କରୁଛି। କିଏ ସେ ହଳଦିଆ ଫୁଲ ଗୁଡ଼ିକ ବାଛିକିରି ସେଇଥିରେ ଜଗନ୍ନାଥଙ୍କ ପାଇଁ ଗୋଟିଏ ବିଶାଳ ମାଳା ତିଆରି କରୁଛି। ରାଶିତଃ ଏକାଠି ମିଳାମିଶା ହେଇକରି ଜମା ହେଇଥିବା ମଣିମାନଙ୍କ ଭିତରୁ ରକ୍ତପିତାଦି ବାଛି ଅଲଗା ଅଲଗା କରି ଯେପରି ମାଳା ନିର୍ମାଣ କରାଯାଏ, ତଦ୍ରୂପ ଭଗବାନ ବ୍ୟାସ ରୂପେ ଅବତୀର୍ଣ୍ଣ ହେଇ ଏ ଯୋଉ ବେଦ ପ୍ରକାଶ ପାଇଥିଲା ବ୍ରହ୍ମାଙ୍କ ହୃଦୟରୁ, ସେ ପ୍ରଣାଳୀରେ ଆମେ ପଢି ଆସିଲେ, ସେ ଏମିତି ରାଶିତଃ ରାଶି ଭଳିଆ ଜମା ହେଇଥିଲା ସବୁ ମିଳାମିଶା ହେଇକିରି। ବ୍ରହ୍ମୋଦ୍ଗାତା ହୋତାଧୁର୍ଯ୍ୟ, ବ୍ରହ୍ମାଙ୍କର ବାକ୍ୟ, ଉଦ୍ଗାତାଙ୍କର ବାକ୍ୟ, ହୋତାଙ୍କର ବାକ୍ୟ, ନାଇଁ କି ଆଧୁର୍ଯ୍ୟଙ୍କର ବାକ୍ୟ, ଯାହାର ଯାହାର ସବୁ ବାକ୍ୟ ଗୁଡାକ ସବୁ ଏକାଠି ଗାଣ୍ଠଚକଟ ହେଇକରି ମିଳାମିଶା ହେଇକରି ସବୁ ଏକାଠି ରାଶିତଃ ପ୍ରଚୁର ପରିମାଣରେ, ପର୍ବତ ପରିମାଣରେ, ଅନନ୍ତ ପରିମାଣରେ ଜମା ହେଇଥିଲା। ତାକୁ ବାଛି 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 ଭଗବାନ ତ ସେ କେବଳ ସମର୍ଥ ହେଲେ ଏଟା ବାଛିବାକୁ, ଅନ୍ୟ ଲୋକ ବାଛି ପାରିବନି। କୋଉଟା କୋଉ ଭାବ ଧରିବା ସହଜ କଥା ନୁହେଁ, ସୁକଠିନ ବେଦ ବାକ୍ୟ। ତା ଦେହରୁ ବାଛି 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 ଚାରୋଟି ମାଳା ତିଆରି କଲେ, ବଡ ବଡ ମାଳା ଚାରୋଟି। ଏକୁ ଚାରି ସଂହିତା କୁହାଯାଏ। ସଂହିତା କହିଲେ ସଂହତି, ସହିତ, ତା ସହିତ ସିଏ, ତା ସହିତ ସିଏ, ତା ସହିତ ସିଏ, ତାର କ୍ରମ ମଧ୍ୟ ତିଆରି କଲେ। ଏଠି ବଡ ଫୁଲଟା ରହିବ, ତା ତଳକୁ ଆଉ ଟିକେ ଛୋଟ, ତା ତଳକୁ ଆଉ ଟିକେ ଛୋଟ, ତା ତଳକୁ ଆଉ ଟିକେ ଛୋଟ, ସରୁ ଆଗରେ କ୍ରମ। ସବୁଗୁଡାକ ନାଲି ଫୁଲ, ନହେଲେ ତ କ୍ରମ ତିଆରି କରିବା। ଗୋଟିଏ ବଡ ଫୁଲଟିଏ ରହିଲା, ତାକୁ ତାପରେ ଛୋଟ ଫୁଲ ଗୁଡ଼ିଏ ରହିଲା 10ଟି, ତାପରେ ଆଉ ଗୋଟିଏ ବଲ ଫୁଲ ଦିଆହେଲା, ପୁଣି ରହିଲା 10ଟି ଛୋଟ, କୌଣସି କ୍ରମ ହଉ କଣ, କ୍ରମରେ ସବୁ ସଜେଇଲେ। ତ ମଣି ଖଣିରୁ ସମଜାତୀୟ ମଣିମାନଙ୍କୁ ବାଛି କ୍ରମାନୁସାରେ ସୁନ୍ଦର ହବା ପାଇଁ ମାଳା ଯେମିତିକା ସଜାଯାଏ, ଠିକ ସେଇଭଳିଆ ବିପୁଳ ବାକ୍ୟ ରାଶି ବେଦରୁ ସମଜାତୀୟ, ଋକ୍ ଜାତୀୟ, ସାମ ଜାତୀୟ ବାକ୍ୟ ଗୁଡ଼ିକ, ମନ୍ତ୍ର ଗୁଡ଼ିକ ବାଛି 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 କରି ଭଗବାନ ବ୍ୟାସଦେବ ଚାରୋଟି ସଂହିତା ତିଆରି କଲେ। ସେ ଚାରୋଟି ସଂହିତା ଋକ୍, ସାମ, ଯଜୁ, ଅଥର୍ବ। ଋଗ୍ବେଦୀୟ ସଂହିତା, ଯଜୁର୍ବେଦୀୟ ସଂହିତା, ଅଥର୍ବବେଦୀୟ ସଂହିତା ଆଉ ସାମବେଦୀୟ ସଂହିତା। ୟାଙ୍କର ଅନ୍ୟ ନାଁ ଅଛି, ୟାଙ୍କର ଅନ୍ୟ ନାଁ ମଧ୍ୟ ରହିଛି। ଋଗ, ଅଥର୍ବ, ଯଜୁ, ସାମନା ରାଶିନ୍ ଉଦ୍ଧୃତ୍ୟ ବର୍ଗଶଃ। ବର୍ଗଶଃ ଯୋଉ ବର୍ଗର ଯିଏ, ଯୋଉ ଶ୍ରେଣୀର ଯିଏ, କିଏ ରକ୍ତ ବର୍ଗର, ବର୍ଗ କହିଲେ ଶ୍ରେଣୀ, କ୍ୟାଟେଗୋରୀ, ଭିନ୍ନ ଭିନ୍ନ କ୍ୟାଟେଗୋରୀର ସବୁ ବାଛିକିରି ଯୋଉ ବର୍ଗର ଯିଏ, ବର୍ଗଶଃ ଚତସ୍ରଃ ସଂହିତା ଚକ୍ରେ। ଏଇ ଯୋଉ ଚାରିଟା ତିଆରି କଲେ, ଇଏ ମଧ୍ୟ ଅନନ୍ତ ବାକ୍ୟ। କେତେ ମଣି ଖୋଜା ହେଲା, କେତେ ବାକ୍ୟ ତା ଦେହରେ ରହିଲା, ତା ମଧ୍ୟ ହିସାବ କରିବା ସହଜ ନୁହଁ। ସିଏ ଗଡି 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 ଲୋପ ପାଇବା ପାଇଁ ଆମ ପାଖରେ ବର୍ତ୍ତମାନ ଲକ୍ଷାଧିକ ଅଛି, 1,08,000 ବୋଲି କହନ୍ତି। ଚତସ୍ରଃ ସଂହିତା ଚକ୍ରେ ମନ୍ତ୍ରେର ମଣି ଗଣାଇବ। ଏଠିକି ଥାନ୍ତୁ, 7ଟା ଉପରେ ହେଇଗଲାଣି 10, ଆରମ୍ଭ କଲେ ପଳେଇ ଯିବା ମେଘ ସବୁ।